जय श्री जगन्नाथ भाई माने सर्वप्रथम गुरुदेव गणपति और जगदम्बा को प्रणाम करी आज आम आमर एस्ट्रोलोजी सेशन को आगू बढ़ेबा। आम मानसागरी पद्धति पढ़ुचे। आम पूरा बेसिक लेसन्स गुड़ाक नौचे। जो बेसिक लेसन्स की शायद केवल बही रे ही थाए आम पुरातन क्लासिक ओल्ड बुक रू से पुरातन क्लासिक रो जो आचार्य माने लिखिचंती तांकर इंटरप्रिटेशन गुड़ाक मॉडर्न डे रे किभଳି भाबरे आमे ताକୁ देखू तार ऊपर आम सेशंस गुड़ाक नौचे। कुंडलीर विचार संपूर्ण कुंडली देखिले जଣା पड़िबो किंतु जो गोटे रहिछि कि हिस्ट्री आमे पढ़िबा दरकार जानिबा दरकार जेहेतु आम एस्ट्रोलॉजी पढ़ुचे। मानसाकरी पद्धति कौन कौन किभଳି भाबरे एस्ट्रोलॉजी सेशन उपरे नैसर्गिक कारक तत्व उपरे कौन कौन सब मत देइछि ताकू नजर रे रखिके आमे मानसाकरी पद्धतिर विभिन्न प्रसंग गुड़ाक पढ़ुचे। आज आमे सेही क्रम रे जानिबा ऋतु जात फल ମାନେ କୌଣସି ବ୍ୟକ୍ତିକୁ ଯଦି କୌଣସି ବ୍ୟକ୍ତି କୌଣସି ଋତୁରେ ଜାତ ହେଲା ତାହେଲେ କିଭଳି ଭାବରେ ତାର ଫଳ ହବ ଏବଂ କିଭଳି ଭାବରେ ଋତୁ ତା ଉପରେ ଇମ୍ପାକ୍ଟ କରିବ। ଯଦି କୌଣସି ଲୋକ ଗ୍ରୀଷ୍ମ ଋତୁରେ ଜନ୍ମ ହେଇଛି ତାହେଲେ ସେ ମନୁଷ୍ୟ ବହୁତ କାର୍ଯ୍ୟକୁ ଆରମ୍ଭ କରିବା ବାଲା ହେଇଥାଏ। ଏମିତି କହନ୍ତି ବହୁ କାର୍ଯ୍ୟକୁ ଶୁଭ ଦେଲା ବାଲା ହେଇଥାଏ। ତା ଭିତରେ କ୍ରୋଧ ରହେ, ତାକୁ ସବୁବେଳେ ପ୍ରାୟତଃ ଭୋକ ଲାଗେ ଆଉ ସେ ସବୁବେଳେ କୌଣସି କାମ କରିବାକୁ ସବୁବେଳେ ଇଚ୍ଛା ରଖେ, ସେ କେବେ ଚୁପ୍ ହେଇ ବସି ପାରେନି। ଏବଂ ପ୍ରାୟତଃ ମାନେ ଜେନେରାଲି ଦେଖାଯାଏ ଯେ ଏଇ ଲୋକମାନେ ସିଧା ସାଧାରଣତଃ ହାଇଟ ବାଲା ହେଇଥାନ୍ତି ଏବଂ ଜିଦ୍ଦି ହେଇଥାନ୍ତି ଏବଂ ବୁଦ୍ଧିମାନ ହେଇଥାନ୍ତି ଏବଂ ନିଜର ଦେହର ଯତ୍ନ ନେବା ପାଇଁ ଏତେ ଉତ୍ସୁକ ନଥାନ୍ତି। ମାନେ ଧର ଅସନା ହେଇଛନ୍ତି, ହଁ ଚାଲିବ ସେଇଥିରେ ଚାଲ। ଯୋଉମାନେ ବର୍ଷା ଋତୁରେ ଜନ୍ମ ହେଇଛନ୍ତି ସେମାନେ ଗୁଣୀ ହେଇଥାନ୍ତି, ଭୋଗୀ ହେଇଥାନ୍ତି, ରାଜମାନ୍ୟ ବ୍ୟକ୍ତିତ୍ବ ହେଇଥାନ୍ତି, ଜିତେନ୍ଦ୍ରିୟ ହେଇଥାନ୍ତି, ଚତୁର ହେଇଥାନ୍ତି ଆଉ କିଭଳି ଭାବରେ ନିଜର ପ୍ରୟୋଜନର ଜିନିଷକୁ ନିଜେ ଅକ୍ତିଆରକୁ ଆଣିବେ ସେଭଳି ବୁଦ୍ଧିର ଅଧିକାରୀ ହେଇଥାନ୍ତି। ତାପରେ ଆସିଲା ଶରତ ଋତୁ। ଶରତ ଋତୁରେ ଯଦି କୌଣସି ବ୍ୟକ୍ତି ଜନ୍ମ ହୋଇଥାଏ ତାହେଲେ ଜେନେରାଲି ସେମାନଙ୍କର ମେଣ୍ଟାଲିଟି ବିଜନେସ ରିଲେଟେଡ ରହିବ ହିଁ ରହିବ ଏବଂ ନହେଲେ ସେମାନେ ଗ୍ରୀନେରୀକୁ ବହୁତ ଭଲ ପାଆନ୍ତି। ତାଙ୍କୁ ଚାଷ ବାସ କରିବାକୁ ଭଲ ଲାଗେ, ଯଦିଓ ସେ ଲୋକ ଆଜିକା ଡେଟରେ ଚାଷ ନ କରେ ତା ଘରେ ସେ ପ୍ଲାଣ୍ଟେସନ କରିଥିବ ଏବଂ ସେ ଲୋକ ପାଖରେ ପ୍ରାୟତଃ ଧନ ରହେ। ସେ ଲୋକ ତେଜସ୍ୱୀ ହେଇଥାଏ ଏବଂ ମାନନୀୟ ହେଇଥାଏ। ଯଦି କୌଣସି ଲୋକ ହେମନ୍ତ ଋତୁରେ ଜନ୍ମ ହେଇଛି ତାହେଲେ ହେମନ୍ତ ଋତୁରେ ଜେନେରାଲି ମାନସାଗରୀ ପଦ୍ଧତି କହୁଛି କି ସେ ଲୋକ ଦେହରେ ଟିକେ ରୋଗ ସିମ୍ପଟମ୍ସ ରହେ, ସେ ଲୋକ ଭୟଭୀତ ରହେ, ନିଷ୍ଠୁର ରହେ ଏବଂ ତାର ବେକଟା ଟିକେ ଛୋଟ ରହେ ଏବଂ ଲୋଭୀ ହୋଇଥାଏ ଏବଂ ସବୁବେଳେ ତାକୁ କୌଣସି ନା କୌଣସି ଗୋଟେ ଭୟ ସତଉଥିବ ସବୁବେଳେ। ଯଦି କୌଣସି ଲୋକ ଶିଶିର ଋତୁରେ ଜନ୍ମ ହେଇଛି, ଶିଶିର ଋତୁ ମାନେ ଶୀତ ଦିନେ ଜନ୍ମ ହେଇଛି, ତାହେଲେ ସେ ବ୍ୟକ୍ତି ଜେନେରାଲି ତାର ବଡିର କଣ୍ଟେକ୍ସଟ ଠିକ ଥାଏ, ସେ ସୁସ୍ଥ ରହେ ଆଉ ତାକୁ ନା ସବୁବେଳେ ଲେଟ ରେ କାମ କରିବାକୁ ଇଚ୍ଛା ହୁଏ ଆଉ ସାଧୁ ହୃଦୟ ବାଲା ହେଇଥିଲେ ମଧ୍ୟ ତାର କାମ କାମନା ରହିଥାଏ। ଯଦି କୌଣସି ଲୋକ ବସନ୍ତ ଋତୁରେ ଜନ୍ମ ହେଇଛି ସେ ଲୋକଟି ବହୁତ ବଡ ଉଦ୍ୟୋଗୀ, ମନସ୍ୱୀ, ତେଜସ୍ୱୀ, ବହୁତ କାମ କରିବା ବାଲା, ଅନେକ ଦେଶ ବିଦେଶରେ ବୁଲିବା ବାଲା ଏବଂ ତାକୁ ଜୀବନର ପ୍ରତ୍ୟେକ ଜିନିଷକୁ କିଭଳି ଭାବରେ ସିଏ ଏନ୍ଜୟ କରିପାରିବ ସେଇଭଳି ଭାବରେ ସିଏ ଚାଲେ। ତେବେ ଆଜି ଆମେ ଏଇ ସେସନରେ ଆମେ ଜାଣିଲେ ଯେ ଋତୁରେ କିଭଳି ଭାବରେ ଜନ୍ମ ହେଲେ କିଭଳି ଭାବରେ ଋତୁର କ୍ୟାରେକ୍ଟରିଷ୍ଟିକ୍ସ ମଣିଷର ବ୍ୟକ୍ତିତ୍ୱକୁ ପ୍ରଭାବିତ କରିଥାଏ। ତେବେ ଆଜିର ସେସନ ପାଇଁ ଏତିକି। ସମସ୍ତଙ୍କୁ ଜୟ ଶ୍ରୀ ଜଗନ୍ନାଥ।